ଗୁରୁ ଦିବସ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ମଞ୍ଚାସୀନ ଅତିଥି, ମୋର ପ୍ରିୟ ସହପାଠୀ ତଥା ମୋର ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ହେଉଛି ସେପ୍ଟେମ୍ବର ମାସ 5 ତାରିଖ। ଏହି ଦିନ ଦେଶବ୍ୟାପୀ ଗୁରୁମାନଙ୍କ ସମ୍ମାନାର୍ଥେ ଗୁରୁ ଦିବସ ପାଳନ କରାଯାଏ। ସର୍ବପ୍ରଥମେ ମୁଁ ଗୁରୁ ବନ୍ଦନା ଗାନ କରି ସମସ୍ତ ଗୁରୁଙ୍କ ଚରଣରେ ମୋର ଭକ୍ତିପୂତ ପ୍ରଣାମ ଜଣାଉଛି। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ, ଗୁର ଅର୍ଥ ଅନ୍ଧାର, ରୁର ଅର୍ଥ ଆଲୋକ, ଅର୍ଥାତ୍ ଯିଏ ଆମ ଜୀବନରୁ ଅଜ୍ଞାନ ରୂପକ ଅନ୍ଧାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ଦେଖାଇଥାନ୍ତି, ସେ ହେଉଛନ୍ତି ଗୁରୁ। ଗୁରୁ ହେଉଛନ୍ତି ସାଧାରଣ ମଣିଷ ରୂପରେ ଜଣେ ଅସାଧାରଣ ଦେବତା। ଗୁରୁଙ୍କ ମାର୍ଗଦର୍ଶନ ବିନା ସଦ୍ଜ୍ଞାନ ପ୍ରାପ୍ତି ଅସମ୍ଭବ ଅଟେ। ତେବେ ପ୍ରତ୍ୟେକଙ୍କ ଜୀବନର ଆଦ୍ୟ ଗୁରୁ ହେଉଛନ୍ତି ପିତାମାତା, ପରେ ଶିକ୍ଷାଗୁରୁ, ଦୀକ୍ଷାଗୁରୁ, ତତ୍ଗୁରୁ, ସଦ୍ଗୁରୁ ଆଦି ଗୁରୁ ଆସି ଆମ ଜୀବନକୁ ମହତ୍ କରି ଗଢ଼ି ତୋଳନ୍ତି। ପ୍ରକୃତରେ ଗୁରୁ ଦିବସ ହେଉଛି ଭାରତର ମହାନ ଗୁରୁ, ଦାର୍ଶନିକ ତଥା ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥି। ସେ 1888 ମସିହା ସେପ୍ଟେମ୍ବର ମାସ 5 ତାରିଖ ଦିନ ତାମିଲନାଡୁର ଏକ ଛୋଟ ଗାଁ ଥିରୁତାନିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ବୀରସ୍ୱାମୀ ଜାତିରେ ବ୍ରାହ୍ମଣ ଥିବାରୁ ପୂଜାକର୍ମ ଆଦି କରି ଜୀବିକା ଅର୍ଜନ କରୁଥିଲେ। ତାଙ୍କର ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନଥିଲା, ତେଣୁ ବହୁ କଷ୍ଟରେ ରାଧାକ୍ରିଷ୍ଣନ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ପରେ ବିଏ ପରୀକ୍ଷାରେ ସେ ବିଶ୍ୱବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ। ଦର୍ଶନ ଶାସ୍ତ୍ରରେ ତାଙ୍କର ପାଣ୍ଡିତ୍ୟ ଥିଲା। ସେ ପ୍ରଥମେ ଶିକ୍ଷକ ଭାବେ ପିଲାମାନଙ୍କୁ ବିଦ୍ୟାଦାନ କରୁଥିଲେ। ପରେ ସେ ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଅଧ୍ୟାପକ ହେଲେ। ଆଉ ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ। ପରେ 1952ରେ ସେ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ 1962ରେ ଦ୍ୱିତୀୟ ରାଷ୍ଟ୍ରପତି ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ରାଧାକ୍ରିଷ୍ଣନ ଅନୁଭବ କରୁଥିଲେ ଯେ ଭାରତୀୟ ସମାଜ ଶିକ୍ଷକମାନଙ୍କୁ ସମ୍ମାନ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ତେଣୁ ଯେତେବେଳେ ସମସ୍ତେ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, ସେତେବେଳେ ସେ ତାଙ୍କ ଜନ୍ମଦିନଟିକୁ ଗୁରୁ ଦିବସ ଭାବେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ବାପା ମାଙ୍କ ପରେ କେବଳ ଗୁରୁ ହିଁ ଆମ ସଫଳତାର ପ୍ରକୃତ ଖୁସି ହୋଇଥାନ୍ତି। ସେଥିପାଇଁ ପୁରାତନ କାଳରୁ ଗୁରୁ ଶିଷ୍ୟଙ୍କ ସମ୍ପର୍କ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ମଧ୍ୟ ରହିଛି। ଗୁରୁଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଆରୁଣୀ, ଉପମନ୍ୟୁ, ଏକଲବ୍ୟ ଆଦି ଅନେକ ଶିଷ୍ୟ। ଶେଷରେ ଆଜି ଏହି ମହାନ ଦିନରେ ମୁଁ ମୋର ସମସ୍ତ ଗୁରୁଙ୍କୁ ସ୍ମରଣ କରିବା ସହିତ ଏଠାରେ ଉପସ୍ଥିତ ଗୁରୁମାନଙ୍କୁ ପ୍ରଣାମ ଜଣାଇ ଆଶୀଷ ଭିକ୍ଷା କରି ମୁଁ ମୋର ବକ୍ତବ୍ୟ ଶେଷ କରୁଛି।